ଏକ ଛୋଟ କାହାଣୀ ଅମୂଲ୍ୟ ଶିକ୍ଷା। ଏକଦା ଏକ ଜଙ୍ଗଲରେ ଦୁଇଟି ମାଙ୍କଡ଼ ରହୁଥିଲେ। ଦୁହେଁ ବହୁତ ଭଲ ସାଙ୍ଗ ଥିଲେ। ଦୁହେଁ ସବୁଦିନ ପରସ୍ପର ସହିତ ରୁହନ୍ତି। ସବୁଦିନ ଭଳି ଜଙ୍ଗଲରେ ମଜାମସ୍ତି କରୁଥାନ୍ତି। ଗୋଟିଏ ଡାଳରୁ ଅନ୍ୟ ଡାଳକୁ ଡେଉଁଥାନ୍ତି। ହଠାତ୍ ସେମାନଙ୍କ ମଧ୍ୟରୁ ଗୋଟିଏ ମାଙ୍କଡ଼ର ପାଦ ଖସିଗଲା ଏବଂ ତଳେ ଥିବା କାଦୁଅରେ ପଡ଼ିଯାଏ। ତାପରେ ତାଙ୍କୁ ବଞ୍ଚାଇବା ପାଇଁ ଅନ୍ୟ ମାଙ୍କଡ଼ ମଧ୍ୟ ଜଳାଶୟରେ ଡେଇଁ ପଡ଼ିଲା। ତାପରେ ଅନ୍ୟ ମାଙ୍କଡ଼ଟି କହିଲା, ଦେଖ, ଭୟ କର ନାହିଁ। ଆମେ ଚେଷ୍ଟା କରିବା ତ ଆମେ ନିହାତି ଏହି ଜଳାଶୟରୁ ବାହାରକୁ ବାହାରିବା। କିନ୍ତୁ ସେ ବହୁତ ଭୟ କଲା ଏବଂ ସେ ଏତେ ଡରିଗଲା ଯେ ସେ ଜୋର ଜୋରରେ ନିଜ ହାତ ଏବଂ ଗୋଡ଼ ହଲେଇବାକୁ ଲାଗିଲା ଏବଂ ସେ ଜଳାଶୟରେ ଆହୁରି ଅଧିକ ଗଭୀରତାକୁ ଚାଲିଗଲା ଏବଂ ସେ ମରିଗଲା। ଅନ୍ୟ ମାଙ୍କଡ଼ ଚାହିଁକରି ମଧ୍ୟ ତାଙ୍କୁ ବଞ୍ଚାଇ ପାରିଲା ନାହିଁ। ତାପରେ ଏହି ମାଙ୍କଡ଼ଟି ଧୀରେ ଧୀରେ ନିଜ ଗୋଡ଼ ବାହାର କରିବାକୁ ଲାଗିଲା ଏବଂ ଯେପରି ତାଙ୍କ ଗୋଡ଼ ବାହାରକୁ ବାହାରିଲା, ସେ ଜୋରରେ ଡେଇଁ ପଡ଼ିଲା ଏବଂ କାଦରୁ ବାହାରିଯାଏ। ତାପରେ ଜଙ୍ଗଲ ଆଡ଼କୁ ଚାଲିଗଲା। କାହାଣୀର ଶିକ୍ଷା, ଯାହା ହେଉନା କାହିଁକି, ଯଦି ଅସୁବିଧା ଆସେ ତେବେ ଆମକୁ କେବେ ଭୟଭୀତ ହେବା ଉଚିତ ନୁହେଁ ଏବଂ କେବେ ଡରିବା ନାହିଁ। ପ୍ରତ୍ୟେକ ସମସ୍ୟାର ସମାଧାନ ନିହାତି ରହିଥାଏ, କିନ୍ତୁ ତାହାକୁ ଶାନ୍ତ ମନ ସହିତ ଚିନ୍ତା କରିଲେ ନିଜେ ନିଜକୁ ରାସ୍ତା ମିଳିଯାଇଥାଏ। ସେଥିପାଇଁ ଯେବେ ବି ଅସୁବିଧା ଆସିବ, ଥଣ୍ଡା ମୁଣ୍ଡରେ ନିହାତି ଭାବନ୍ତୁ, ଆପଣଙ୍କୁ ରାସ୍ତା ନିହାତି ମିଳିଯିବ। ବନ୍ଧୁଗଣ, ଆପଣଙ୍କୁ ଏହି କାହାଣୀ କିପରି ଲାଗିଲା କମେଣ୍ଟରେ ନିହାତି ଜଣାନ୍ତୁ। ତା ସହିତ ଭିଡ଼ିଓକୁ ଲାଇକ୍ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ ନିହାତି କରନ୍ତୁ।